ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 24। ଚିନ୍ତାର ବିଶ୍ଳେଷଣ କର। କିପଲିଙ୍ଗଙ୍କର ଏକ କବିତା ଅଛି, ତାହାର ସାରାଂଶ ହେଉଛି, ମୋର 6 ଗୋଟି ସେବକ ଅଛନ୍ତି। ମୁଁ ଆଜି ଯାହା ଜାଣେ ସେ ସବୁକୁ ସେମାନେ ହିଁ ମୋତେ ଶିଖାଇଛନ୍ତି। ସେମାନଙ୍କ ନାମ ହେଉଛି କ'ଣ, କାହିଁକି, କେବେ, କିପରି, କେଉଁଠି, କିଏ। କିପଲିଙ୍ଗଙ୍କ କଥାର ତାତ୍ପର୍ଯ୍ୟ ହେଉଛି, ଏହିସବୁ ଦ୍ୱାରା ହିଁ ମନୁଷ୍ୟର ଜ୍ଞାନ ବୃଦ୍ଧି ହୁଏ ଏବଂ ପରିପକ୍ୱ ମଧ୍ୟ ହୋଇଥାଏ। ଚିନ୍ତା ଯଦି କେତେବେଳେ ତୁମକୁ ବ୍ୟତିବ୍ୟସ୍ତ କରେ, ତେବେ ସଙ୍ଗେ ସଙ୍ଗେ ମନ ବିଶ୍ଳେଷଣ ଦ୍ୱାରା ତାହାର କାରଣ ଅନୁସନ୍ଧାନ କର। ପ୍ରକୃତ କଥା କ'ଣ ଜାଣିବା ପାଇଁ ଚେଷ୍ଟା କର। ଦ୍ୱିତୀୟତଃ, ମୂଳ ତଥ୍ୟକୁ ଅଲଗା ଅଲଗା କର। ତୃତୀୟ, ଯଥାଶୀଘ୍ର କୌଣସି ସିଦ୍ଧାନ୍ତରେ ଉପନୀତ ହୁଅ। ଚତୁର୍ଥ, ସେହି ସିଦ୍ଧାନ୍ତ ଅନୁସାରେ ଶୀଘ୍ର କାମ କରିବା ଆରମ୍ଭ କର। ତୁମେ କହିବ, ଇଏ କ'ଣ ଗୋଟେ କଥା ହେଲା? କିନ୍ତୁ ମନେ ରଖ, ଅରସ୍ତୁଙ୍କ ପରି ଜଣେ ଦାର୍ଶନିକ ଏହି ପ୍ରଣାଳୀ ଅନୁସାରେ କାମ କରୁଥିଲେ। ସେ ସଂସାରକୁ ଏହି ଯୋଜନା ବିଷୟରେ ଶିକ୍ଷା ଦେଇଛନ୍ତି। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।